4 ବର୍ଷର ପୁଅକୁ ଶୁଆଇ ମା ନିଜେ ଶୋଇବାର ଅଭିନୟ କରୁଥିଲା। ଯେତେବେଳେ ପୁଅ ନିଦରେ ଶୋଇପଡ଼ିଥିଲା, ଜନ୍ମ କଲା ମା 4 ବର୍ଷର ପୁଅର ତଣ୍ଟିକୁ ଧରି ଚିପି ଦେଇଥିଲା। ଗର୍ଭ ଯନ୍ତ୍ରଣା ସହି ଜନ୍ମ କରିଥିବା ପୁଅ ସହିତ କାହିଁକି ଏମିତି କରିଥିଲା ମା? ତଣ୍ଟି ଚିପିଲା ପରେ କ'ଣ ଘଟିଥିଲା ସେ ନିଷ୍ପାପ 4 ବର୍ଷର ପୁଅ ସହିତ? ଆସନ୍ତୁ ଜାଣିବା ପୁରା କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଟିକେ ନଜର ପକାନ୍ତୁ ଏଇ ମା ଉପରେ। ଏଇ ମା ଜଣକ ଆଜି ଏମିତି ଏକ କାଣ୍ଡ ଘଟାଇ ଦେଇଛି, ଆପଣ ମଧ୍ୟ ଦେଖିଲେ କହିବେ ଏମିତି ମାଆକୁ କେବଳ ଫାଶୀ ଦଣ୍ଡ ହେବା ଦରକାର। ଆଉ ଏଇ ନିରୀହ ପୁଅର ମୁହଁ ଦେଖିଲେ ଲାଗୁଛି ଏ ଛୁଆ ବୋଧେ ଏଇ ମାଆର କୋଳରେ ଜନ୍ମ ନେଇ ଗୋଟେ ବଡ଼ ଭୁଲ କରିଦେଇଛି। ରାତିରେ ସମସ୍ତେ ଖାଇଥିଲେ। ଘରେ ସ୍ୱାମୀ, ସ୍ତ୍ରୀ, ପୁଅ ସହିତ ଶାଶୁ ଶ୍ୱଶୁର ମଧ୍ୟ ଥିଲେ। ଆଉ ଖାଇସାରି ସମସ୍ତେ ନିଜ ନିଜ ବେଡ଼ରୁମ୍ ଭିତରକୁ ଶୋଇବାକୁ ଯାଇଥିଲେ। ସ୍ୱାମୀର କ'ଣ କାମ ପଡ଼ିବାରୁ ସେ କିଛି ସମୟ ପାଇଁ ବାହାରକୁ ପଳାଇଲେ। ଆଉ ବେଡ଼ରୁମ୍ ଭିତରେ ଏଇ ଜନ୍ମ କଲା ମା ତା'ର 4 ବର୍ଷର ପୁଅକୁ ଧରି ଏକା ଶୋଇଥିଲା। କିନ୍ତୁ କିଛି ସମୟ ପରେ ଯେତେବେଳେ ଏଇ ମହିଳାଙ୍କ ଶାଶୁ ତାଙ୍କ ନାତି ପାଇଁ ଉଷୁମ କ୍ଷୀର ଧରି ସେଇ ବେଡ଼ରୁମ୍ ଭିତରକୁ ଯାଇଥିଲେ ଆଉ ବେଡ଼ରୁମ୍ର କବାଟ ପିଟିଥିଲେ, ସେତେବେଳେ ବୋହୂ କିଛି ନ ଜାଣିଲା ଭଳି ଶାଶୁ ଆଗରେ ଅଭିନୟ କରିଥିଲା। ଆଉ ଦେଖିଲା ବେଳକୁ 4 ବର୍ଷର ପୁଅକୁ ଯେତେ ଡାକିଲେ ମଧ୍ୟ ପୁଅ କିଛି ଶୁଣିନଥିଲା। ମହିଳାଙ୍କ ଶାଶୁ ଯେତେବେଳେ ପୁଅର ବେକରେ ଗୋଟେ ଦାଗ ଦେଖିଥିଲେ, ସେତିକିବେଳେ ତାଙ୍କ ବୋହୂ ଉପରେ ସନ୍ଦେହ ହୋଇଥିଲା। କିଛି ସମୟ ପରେ ସ୍ୱାମୀ ଆସି ପହଞ୍ଚିଥିଲେ। ପୋଲିସକୁ ମଧ୍ୟ ଡକାଯାଇଥିଲା। ପୋଲିସକୁ ଡରି ମହିଳା ଜଣକ ସବୁ ସତ କହିଦେଇଥିଲେ। ତେବେ ପୂର୍ବରୁ ମହିଳା ଜଣକ ତାଙ୍କ ବାପା ଘରକୁ ଯିବାକୁ ଜିଦ୍ ଧରିଥିଲେ, କିନ୍ତୁ ମହିଳାଙ୍କ ସ୍ୱାମୀ ବାରମ୍ବାର ମନା କରୁଥିଲେ। ମହିଳାଙ୍କର ଏହି 4 ବର୍ଷର ପୁଅ ମଧ୍ୟ ବାପାଙ୍କୁ ଛାଡ଼ି ନିଜ ମାମୁଁ ଘରକୁ ଯିବାକୁ ମନା କରି କାନ୍ଦୁଥିଲା। ସେଥିପାଇଁ ରାଗରେ ଜଳି ଜଳି ଥିବା ମା ନିଜର ଏହି ଜନ୍ମ କଲା ପୁଅକୁ ରାତିରେ ଶୋଇଥିବା ବେଳେ ତଣ୍ଟି ଚିପି ଜୀବନରୁ ମାରିଦେଲା। ପୋଲିସ ପାଖରୁ ସବୁ ସତ ଜାଣିଲା ପରେ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ଏହି ଘଟଣା ବିଷୟରେ ସମସ୍ତେ ଜାଣିଲେ, କହିଲେ ଇଏ କେମିତିକା ମା? ସତରେ ଏମିତି ମାଆକୁ କି ପ୍ରକାର ଦଣ୍ଡ ମିଳିବା ଦରକାର? କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।